ଆମ ଓଡ଼ିଶାର ଅଥେଣ୍ଟିକ୍ ରେସିପି ଶାଗ ମୁଗ ବଡ଼ି ତା ସହିତ ନଡ଼ିଆର କମ୍ବିନେସନ୍ ବିନା ପିଆଜ ରସୁଣରେ ଏତେ ଟେଷ୍ଟି ହେବ ଯେ ଆପଣ ଗୋଟେ ଥାଳି ଭାତ ଜାଗାରେ 2 ଥାଳି ଭାତ ଖାଇବେ। ସଜନା ଶାଗ ଆମ ହେଲ୍ଥ ପାଇଁ ବହୁତ ସ୍ୱାସ୍ଥ୍ୟପ୍ରଦ। ଡାଇବେଟିସ୍‌କୁ କଣ୍ଟ୍ରୋଲ୍ କରେ, ହାର୍ଟକୁ ହେଲ୍ଦି ରଖେ, କୋଲେଷ୍ଟ୍ରଲ୍ କମ୍ କରେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ୱେଲକମ୍ ଟୁ ଏଚ୍ଏମ୍ଏସ୍ ଓଡ଼ିଆ କିଚେନ୍। ଆସନ୍ତୁ ଆମେ ଆଗେ ଶାଗ ମୁଗ ରେସିପିଟି ବନେଇବା। ଏଇଠି ମୁଁ ସବୁ ଛୋଟ ଛୋଟ କରି ପନିପରିବା କାଟି ନେଇଛି। ଗୋଟେ କଦଳୀ ଆଉ ଛୋଟ ପିସ୍ ଖଣ୍ଡେ ବୋଇତି କଖାରୁ ଆଉ ଛୋଟ ଆଳୁ ଗୋଟେ ଆଉ 2 ଚାମଚ ଭିଜେଇ କରି ନେଇଛି ମୁଗ। ପ୍ରଥମେ ମୁଁ ଏଠି ଟିକେ ଘିଅ ନେଇ ବଡ଼ିକୁ ଭାଜି ଦେଇଛି। ଆପଣ ଚାହିଁଲେ ଟିକେ ଅଧିକ ବଡ଼ିର କ୍ୱାଣ୍ଟିଟି ବଢ଼େଇ ପାରିବେ। ଭାଜି କରି ତାକୁ କାଢ଼ି ନେଲା ପରେ ଆଉ ଟିକେ ଘିଅ ଦେଇ ତା ଦେହରେ ଶୁଖିଲା ଲଙ୍କା ଆଉ ଜିରା ଦେଇ ତାକୁ ଟିକେ ଫୁଟେଇ ଗଲା ପରେ ତା ଦେହରେ ପନିପରିବା ସବୁ ଢାଳି ତା ଦେହରେ ଲୁଣ ହଳଦୀ ଗୁଣ୍ଡ ଆଉ ଟିକେ ଘିଅ ମୁଁ ଦେଇ ଦେଇଛି ଏଠି। ତାକୁ ଟିକେ ଫ୍ରାଏ କଲା ପରେ ତାପରେ ମୁଁ ମୁଗଟିକୁ ଏଠି ଆଡ୍ କରିଦେଇଛି। ଟିକେ ଭାଜି ହେଇଗଲା ପରେ ଆମେ ପାଣି ନେଇଯିବା। ଯେତିକି ପାଣି ଆମେ ଝୋଳ ଟିକେ ଅଧିକା ଖାଇଲେ ଆପଣ ଅଧିକା ଟିକେ ପାଣି ନେଇପାରିବେ। ନେଇସାରି ତାକୁ ମୁଁ ଏଠି ଢାଙ୍କି ଦେଇଛି। ଅଧା ଅଧି ସିଝିବା ପର୍ଯ୍ୟନ୍ତ ଆମେ ତାକୁ ଛାଡ଼ିଦେବା। ବର୍ତ୍ତମାନ ଦେଖନ୍ତୁ ମୁଁ ଏଠି ସଜନା ଶାଗକୁ ଭଲ ଭାବରେ ସଫା କରି ଧୋଇ କରି ସଫା କରି ତାକୁ ନେଇଯାଇଛି। ଆମେ ବର୍ତ୍ତମାନ ସଜନା ଶାଗଟିକୁ କାଟିକି ପକେଇବା। ଆପଣ ଚାହିଁଲେ ଛୋଟ ଛୋଟ କଅଁଳିଆ ପତ୍ର ହେଇଥିଲେ ଗୋଟା ପକେଇ ପାରିବେ। ମୁଁ ଏଠି କାଟି କରିକି ସଜନା ଶାଗକୁ ଟିକେ ବଡ଼ ପତ୍ର ଅଛି ବୋଲିକି ତାକୁ କାଟି କରିକି ନଉଛି। ଏଠି ଦେଖନ୍ତୁ ମୁଁ ସଜନା ଶାଗ ସବୁ କାଟି କରିକି ରେଡି କରିଦେଇଛି। ତାପରେ ବର୍ତ୍ତମାନ ଏଠି ଅଧା ଅଧା ସିଝି ଗଲାଣି ଆମର ମୁଗ ଆଉ ପନିପରିବା ସହ। ପନିପରିବାକୁ ଆପଣ ବହୁତ ବେଶୀ କରି ସିଝେଇବେନି, ଅଳ୍ପ ଅଳ୍ପ କରି ଟିକେ ସିଝେଇଥିବେ, କାରଣ ସଜନା ଶାଗ ପଡ଼ିଲା ପରେ ଆଉ ଟିକେ ସିଝେଇବ। ଅଧାରୁ ବାରଣା ଆପଣ ସିଝେଇଲେ ଏଠି ଚଳିବ। ଏଠି ଦେଖନ୍ତୁ ମୁଁ କାଟିକି ରଖିଥିବା ସଜନା ଶାଗଟି ଆଦେହରେ ପକେଇ ଦଉଛି। ସଜନା ଶାଗ ବହୁତ ସିଝିଗଲେ ବହୁତ ଖରାପ ଲାଗେ, ଆଉ ଟିକେ ଅଳ୍ପ ଅଳ୍ପ 70% ସିଝିଗଲେ ସଜନା ଶାଗଟି ଭଲ ଲାଗେ। ତ ମୁଁ ଏଠି ବର୍ତ୍ତମାନ ଭଲ ଭାବରେ ତାକୁ ଗୋଳେଇ ଦେଇଛି। ଆମେ ଏଠି ଗୋଟେ ସିକ୍ରେଟ ଇନଗ୍ରେଡିଏଣ୍ଟ ପକେଇବା, ଯୋଉଟା ହଉଛି ଆମର ନଡ଼ିଆ। ମୁଁ ଏଠି ଫ୍ରେଶ ନଡ଼ିଆ ନେଇଛି। ଆପଣ ଚାହିଁଲେ ବାହାରର ନଡ଼ିଆ ବି ନେଇପାରିବେ, କିନ୍ତୁ ଫ୍ରେଶ ନଡ଼ିଆଟିର ଟେଷ୍ଟଟା ବହୁତ ବଢ଼ିଆ ଲାଗେ। ମୁଁ 3 ଟେବୁଲ ସ୍ପୁନ୍ ନେଇଛି ଏଠି ନଡ଼ିଆ। ତାକୁ ଭଲ ଭାବରେ ମିକ୍ସ କରିଦେବା। ଶାଗର ସହିତ ମୁଗ, ତା ସହିତ ନଡ଼ିଆ, ତା ସହିତ ଘିଅ ସହିତ ବଡ଼ିର କମ୍ବିନେସନ୍ ବହୁତ ହି ଟେଷ୍ଟି। ଆପଣଙ୍କୁ ଅରୁଆ ଭାତ ସାଙ୍ଗରେ ବହୁତ ବଢ଼ିଆ ଲାଗିବ, ମଜା ଆସିଯିବ ଆପଣଙ୍କୁ ଖାଇବା ପାଇଁ। ଆପଣ ଥରେ ଏମିତି କରି ବନେଇ କରି ଦେଖନ୍ତୁ। ଏମିତି ମୁଁ କିଛି ସମୟ ପକେଇ ଦେଲା ପରେ ତାକୁ ଢାଙ୍କି ଦେଇଛି। ଟିକେ ଦେଖନ୍ତୁ ସଜନା ଶାଗଟି ମଧ୍ୟ ସିଝିଗଲାଣି। ସଜନା ଶାଗ ଖାଲି ଆମକୁ ଖାଇବା ପାଇଁ ଭଲ ଲାଗେନି, ଆମର ହେଲ୍ଥ ପାଇଁ ବହୁତ ବହୁତ ବେନିଫିଟ୍ସ ଅଛି ୟାର। ଆମ ହାଡ଼କୁ ମଧ୍ୟ ମଜବୁତ କରେ। ଆପଣ ସମସ୍ତଙ୍କ ଘରରେ ବାଡ଼ିରେ ମଧ୍ୟ ସଜନା ଶାଗ ଥାଏ। ଆପଣ ଚେଷ୍ଟା କରନ୍ତୁ ପ୍ରତ୍ୟେକ ସପ୍ତାହକୁ 3 ଥର କମ୍ ସେ କମ୍ ସଜନା ଶାଗ ଖାଇବା ପାଇଁ। ଏଠି ଦେଖନ୍ତୁ କମ୍ପ୍ଲିଟଲି ହେଇଯାଇଛି ସଜନା ଶାଗଟି। ବିନା ତେଲ ବେଶୀ ମସଲା, ବିନା ତେଲରେ ଘିଅ ଅଳ୍ପ ଘିଅରେ ଯେତେବେଳେ ଆପଣ ଏମିତି ରେସିପି ବନେଇବେ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବି ଲାଭପ୍ରଦ। ଆପଣଙ୍କ ଘରେ ସବୁ ଛୁଆଠୁ ବଡ଼ ସମସ୍ତେ ହେଲ୍ଦିରେ ରହିବେ। ଦେଖନ୍ତୁ ବିନା ପିଆଜ ରସୁଣ ବିନା ମସଲାରେ ମଧ୍ୟ ଏଟା ଦେଖନ୍ତୁ କେତେ ସୁନ୍ଦର ହେଇଛି, ଆଉ ବହଳି ବହଳି ହେଇକି ତାର ବି ଝୋଳଟି କେତେ ସୁନ୍ଦର ଆସିଛି। ମୁଁ ଏଠି ଘିଅ ଟିକେ ଆଡ୍ କରିଛି। ଲାଷ୍ଟରେ ଯଦି ଆପଣ ଘିଅ ଟିକେ ଆଡ୍ କରିବେ, ଆପଣଙ୍କ ତରକାରୀର ବାସ୍ନାର ବହୁତ ବଢ଼ିଯିବ। ଆପଣ ଏହାର ସ୍ୱାଦ କେବେ ବି ଭୁଲିବେନି। ଆପଣ ଚାହିଁଲେ ଏକ ମାଣବସା ଗୁରୁବାରରେ ମଧ୍ୟ ଦେଇକରି ଭୋଗ ଦେଇପାରିବେ, କାରଣ ଅଥେଣ୍ଟିକ୍ ରେସିପି ଆମର ଶାଗ ମୁଗ ବଡ଼ି ସବୁବେଳେ ମାଙ୍କର ବହୁତ ପ୍ରିୟ, ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ। ଏଠି ଦେଖନ୍ତୁ ମୁଁ ବନେଇ ଦେଇଛି। ବର୍ତ୍ତମାନ ଆପଣ ଚାଲନ୍ତୁ ଆମେ ସର୍ଭ କରିବା। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗେ ତାହେଲେ ଦୟାକରି ଏଚ୍ଏମ୍ଏସ୍ ଓଡ଼ିଆ କିଚେନ୍‌କୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।